ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଦୀର୍ଘ ଦିନ ଧରି ଚାଲିଥିବା ଅତ୍ୟାଚାର ନିବାରଣ ପାଇଁ ନୂଆପଡ଼ା ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ସତର୍କତା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିପାଇଁ ସଦ୍ଭାବନା ସଭାଗୃହଠାରେ ଉକ୍ତ ବୈଠକରେ ମଧୁସୂଦନ ଦାସ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଖଡ଼ିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ଜିଲ୍ଲାର ଅନ୍ୟ ବିଧାୟକମାନଙ୍କର ପ୍ରତିନିଧି ଉପସ୍ଥିତ ରହି ଅତ୍ୟାଚାର ନିବାରଣ ଆଲୋଚନାରେ ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଅଞ୍ଚଳର ଅନେକ ସାମାଜିକ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳ କହିଲେ କି ପ୍ରଶାସନର ଆଭିମୁଖ୍ୟ ରହିଛି କି ଜିଲ୍ଲାରୁ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବା ନିର୍ଯାତନା ସମ୍ପୂର୍ଣ୍ଣ ରୋକାଯିବ। ଏଥିପାଇଁ ଆପଣଙ୍କର ସହଯୋଗ ଲୋଡ଼ା। ମଣିଷ ଜାତି ଏକ, ଆମମାନଙ୍କ ମଧ୍ୟରେ କୌଣସି ବିଭେଦ ରହିବା ଉଚିତ ନୁହେଁ। ଜନସାଧାରଣଙ୍କୁ କିପରି ସଚେତନ କରାଯାଇପାରିବ ତାହା ଆମ ସମସ୍ତଙ୍କର ଦାୟିତ୍ୱ। ଆଲୋଚନା ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, PM ମିଡ଼ିଆ।